ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା ଶୁଣିବା। ପ୍ରଥମେ ଶୁଣିବା ତୁଳସୀ ପତ୍ର କେଉଁ ଦିନମାନଙ୍କରେ ତୋଳିବା ଉଚିତ ନୁହେଁ। ମାସର ଗୁରୁବାର, ରବିବାର, ମଙ୍ଗଳବାର, ଏକାଦଶୀ, ଦ୍ୱାଦଶୀ, ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତିରେ ତୁଳସୀ ଗଛକୁ ଛୁଇଁବେ ନାହିଁ କି ତୁଳସୀ ପତ୍ର ତୋଳିବେ ନାହିଁ। ଯେଉଁ ମାସରେ ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ ପଡ଼େ ଓ ସୂର୍ଯ୍ୟାସ୍ତ ପରେ ରାତ୍ର ସମୟରେ ତୁଳସୀ ପତ୍ରକୁ ତୋଳିବା ନାହିଁ। ଅଗାଧୁଆ ବା ସ୍ନାନ ପୂର୍ବରୁ ତୁଳସୀ ଗଛକୁ ସ୍ପର୍ଶ କରିବେ ନାହିଁ କି ତୁଳସୀ ପତ୍ର ତୋଳିବେ ନାହିଁ। ତୁଳସୀ ହେଉଛନ୍ତି ମା ଲକ୍ଷ୍ମୀ ସ୍ୱରୂପା, ସ୍ୱୟଂ ବୃନ୍ଦାବତୀ। ଲକ୍ଷ୍ମୀ ନାରାୟଣ ବାସ କରିଥାନ୍ତି। ସର୍ବ ଦେବାଦେବୀ ମଧ୍ୟ ବାସ କରିଥାନ୍ତି। ଶ୍ରାବଣ ମାସରେ କେଉଁ ମାଙ୍ଗଳିକ କାମ ସବୁ କରିବେ ନାହିଁ, ଚାଲନ୍ତୁ ଶୁଣିବା। ଶ୍ରାବଣ ମାସ 2025ର ତ ସରିଯାଇଛି, ତଥାପି ମନେ ରଖନ୍ତୁ, ଶ୍ରାବଣ ମାସରେ କୌଣସି ପ୍ରକାରର ମାଙ୍ଗଳିକ କାର୍ଯ୍ୟ କରନ୍ତୁ ନାହିଁ, ଯଥା ବିବାହ, ବ୍ରତ, ଗୃହପ୍ରବେଶ। ଶ୍ରାବଣ ମାସରେ ମାଂସ, ପିଆଜ, ରସୁଣ ଓ କୌଣସି ପ୍ରକାରର ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ। ଶ୍ରାବଣ ମାସରେ ଯଦି ଆପଣଙ୍କ ଦ୍ୱାରକୁ କେହି ବି ଆସନ୍ତି, ତେବେ ତାକୁ ଫେରାନ୍ତୁ ନାହିଁ। ଗାଈ, ଷଣ୍ଢ, ବଳଦ, ଗରିବ ଲୋକ ହେଉ କି ଗରିବ ଛୁଆ ହେଉ, କିଛି ତାକୁ ଖାଇବାକୁ ଦିଅନ୍ତୁ କି କିଛି ବି ତାକୁ ଦାନ କରନ୍ତୁ। ଖାଲି ହାତରେ କେବେ ବି ଘଉଡ଼ାନ୍ତୁ ନାହିଁ। ଏହି ମାସରେ ମଧ୍ୟାହ୍ନ ସମୟରେ କେବେ ବି ଶୁଅନ୍ତୁ ନାହିଁ। ଶ୍ରାବଣ ମାସରେ ଦାଢ଼ି, ନଖ କାଟନ୍ତୁ ନାହିଁ। ମହାଦେବଙ୍କୁ ତୁଳସୀ ପତ୍ର କେବେ ବି ଅର୍ପଣ କରନ୍ତୁ ନାହିଁ। ହନୁମାନଙ୍କ ପ୍ରସାଦର ଚମତ୍କାର ଜାଣିବା। ନଡ଼ିଆ ଗୋଟା ପ୍ରସାଦ ଯଦି କୌଣସି ବ୍ୟକ୍ତି ଅର୍ପଣ କରିଥାଏ, ତେବେ ହନୁମାନ ତାଙ୍କ ଘରକୁ ରକ୍ଷକ ହୋଇକରି ଯାଇଥାନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ଉପରେ ତାଙ୍କ ଇଷ୍ଟ ଦେବତାଙ୍କ କୃପା ନଥାଏ, ତେବେ ହନୁମାନଙ୍କୁ ଜିଲାପି ଭୋଗ ଅର୍ପଣ କରନ୍ତୁ, ତେବେ ଆପଣଙ୍କୁ କୃପା ଲାଭ ହେବ। ଯଦି କୌଣସି ବ୍ୟକ୍ତି ହନୁମାନଙ୍କୁ ଚଣା ଓ ଗୁଡ଼ର ପ୍ରସାଦ ଅର୍ପଣ କରିଥାନ୍ତି, ତେବେ ତାଙ୍କ ଘରେ କେବେ ଅଶାନ୍ତି ହୋଇନଥାଏ। ଆପଣଙ୍କୁ କୌଣସି କାର୍ଯ୍ୟରେ ହନୁମାନଙ୍କ ସାହାଯ୍ୟ ଦରକାର ଥାଏ, ତେବେ ଆପଣଙ୍କ ଶତ୍ରୁ ଉପରେ ବିଜୟ ପାଇବା ପାଇଁ ହନୁମାନଙ୍କୁ ବିଡ଼ିଆ ପାନ ଅର୍ପଣ କରନ୍ତୁ। ଯଦି ମୁହଁରେ ଦୁର୍ଗନ୍ଧ ଆସୁଥାଏ, ତେବେ ଅଳ୍ପ କିଛି ପାନମହୁରି ପାଟିରେ ରଖି ଚୋବାନ୍ତୁ। ପାନମହୁରିରେ ଫାଇବର ପ୍ରଚୁର ମାତ୍ରାରେ ଥାଏ, ତେଣୁ ଏହା କୋଲେଷ୍ଟ୍ରଲକୁ ଷ୍ଟ୍ରଙ୍ଗ କରିଥାଏ। ପାନମହୁରିକୁ ଚୋବାଇ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ କମ୍ ହୋଇଥାଏ। ରକ୍ତଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ପାନମହୁରି ଅନେକ ଗୁରୁତ୍ୱ ରହିଛି। ଭଲ ନିଦ ଆଣିବାରେ ପାନମହୁରି ସାହାଯ୍ୟ କରେ। ଖାଇ ସାରିବା ପରେ କିଛି ପାନମହୁରିକୁ ଅଳ୍ପ ଖାଆନ୍ତୁ। ତ୍ୱଚା ପାଇଁ ମଧ୍ୟ ପାନମହୁରି ବହୁତ ଉପକାର କରେ। ଅଧା ଗ୍ଲାସ ପାଣି ନେଇ ସେଥିରେ 2 ଚାମଚ ପାନମହୁରି ମିଶାଇ ବାମ୍ଫ ନେଲେ ତ୍ୱଚା ଚକମକିଥାଏ। କୌଣସି ଯାତ୍ରା ସମୟରେ ଗାଈର ଦେହରେ ଯଦି କାଉ ବସିଥିବାର ଦେଖିବେ, ତେବେ ଅନେକ ଶୁଭ ହୋଇଥାଏ। କିନ୍ତୁ ଯଦି ଗାଈ ଲାଞ୍ଜରେ କାଉ ବସିବା ଦେଖିଲେ ଅଶୁଭ ହୋଇଥାଏ। ଦୁର୍ଗା ପୂଜା ସମୟରେ ସପ୍ତମୀ ଠାରୁ ଦଶମୀ ମଧ୍ୟରେ ଯଦି ମଙ୍ଗଳବାର ପଡ଼ିଥାଏ, ତେବେ ସେଦିନ ମା ଦୁର୍ଗାଙ୍କ ନାମରେ 108 ଆହୁତି କରି ଯଦି କୌଣସି ମାନସିକ କରନ୍ତି, ତାହେଲେ ନିଶ୍ଚୟ ପୂର୍ଣ୍ଣ ହୋଇଥାଏ। ନିଜ ଘରେ ଶଙ୍ଖ ବଜାଇବା ବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବଜାନ୍ତୁ ଏବଂ ଦକ୍ଷିଣାବର୍ତ୍ତ ଶଙ୍ଖ ଘରେ ରଖିଲେ
ଅନେକ ଶୁଭ ହୋଇଥାଏ। ମନ୍ଦିର କିମ୍ବା ଘରେ ଯଦି ଠାକୁରଙ୍କ ପାଇଁ କିଛି ଖାଦ୍ୟ ରନ୍ଧାଯାଇଥାଏ ତେବେ ସେଥିରେ କେବେ ବି ବଡ଼ି କିମ୍ବା ଛୁଇଁ ପକାଇବେ ନାହିଁ। ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟପରାଗ ସମୟରେ ଯଦି ଧଳା ମନ୍ଦାର ଅର୍ପଣ କରନ୍ତି ବା ପାଖରେ ରଖନ୍ତି ତେବେ ଅନେକ ଶୁଭଫଳ ପ୍ରାପ୍ତ ହୋଇଥାଏ। ଚାଲନ୍ତୁ ଏବେ ଜାଣିବା କେଉଁ ମନ୍ଦିର କେଉଁ ରାଜା ତିଆରି କରିଛନ୍ତି। ଜଗନ୍ନାଥ ମନ୍ଦିର ପୁରୀ ଚୋଡ଼ଗଙ୍ଗ ଦେବ ତିଆରି କରିଛନ୍ତି। କୋଣାର୍କ ମନ୍ଦିର ଭୁବନେଶ୍ୱର ନରସିଂହ ଦେବ ତିଆରି କରିଛନ୍ତି। ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱର ଯଯାତି କେଶରୀ ତିଆରି କରିଛନ୍ତି। କପିଳାସ ମନ୍ଦିର ଢେଙ୍କାନାଳ ନରସିଂହ ଦେବ ତିଆରି କରିଛନ୍ତି। ତାରା ତାରିଣୀ ମନ୍ଦିର ଗଞ୍ଜାମ ବାସୁ ପ୍ରହରାଜ ତିଆରି କରିଛନ୍ତି। ଧବଳେଶ୍ୱର ମନ୍ଦିର କଟକ ଯଯାତି କେଶରୀ ତିଆରି କରିଛନ୍ତି। ସମଲେଶ୍ୱରୀ ମନ୍ଦିର ସମ୍ବଲପୁର ବଳରାମ ଦେବ ତିଆରି କରିଛନ୍ତି। ସବୁବେଳେ ଭଗବାନଙ୍କୁ ଔଷଧ ସେବନ ବେଳେ ବିଷ୍ଣୁ ନାମ ଧରି ଔଷଧ ସେବନ କରିବା ଉଚିତ। ଭୋଜନ ବେଳେ ଜନାର୍ଦ୍ଦନ ବୋଲି ମନେ ପକାଇବା ଉଚିତ। ଶୟନ ବେଳେ ପଦ୍ମନାଭ ନାମ ଧରି ଜପ କରିବା ଉଚିତ। ବିବାହ ବେଳେ ପ୍ରଜାପତି କହି ଜପ କରିବା ଉଚିତ। ଯୁଦ୍ଧ ବେଳେ ଚକ୍ରଧର ନାମ ଧରିବା। ମରଣ ବେଳେ ନାରାୟଣ। ସଙ୍ଗମ ବେଳେ ଶ୍ରୀଧର। ଦୁଃସ୍ୱପ୍ନ ବେଳେ ଗୋବିନ୍ଦ। ସଙ୍କଟ ବେଳେ ମଧୁସୂଦନ। ପ୍ରବାସରେ ତ୍ରିବିକ୍ରମ ନାମ ଧରିବେ। ଅଗ୍ନିରେ ଜଳସାୟନ ନାମ ଧରିବେ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରନ୍ତୁ। ତାହେଲେ ରହୁଛି। ଓଁ ସାଇରାମ ଜୟ ସାଇରାମ।